ଆଜିର ବିଶେଷ ବାକ୍ୟ ନିମନ୍ତେ ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦଉ ଦଉ ସ୍ୱାଗତ କରିବା ଆମମାନଙ୍କର ପ୍ରିୟ ପାଳକ ରେଭରେଣ୍ଡ ଆଶିଷ ସ୍ୱାଲ ସିଂ। ଆମେ କରତାଳ ସହ ପ୍ରଭୁଙ୍କୁ ଧନ୍ୟବାଦ ଦଉ ଦଉ ସ୍ୱାଗତ କରିବା। ଆଉ ପ୍ରଭୁ ଶ୍ରୀକୃଷ୍ଣଙ୍କର ମହାନାମର ଧନ୍ୟବାଦ ହଉ। Praise the Lord. Praise the Lord. Praise the Lord. Praise the Lord. ବହୁତ ଦିନ ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦୟା ତାଙ୍କର ଅନୁଗ୍ରହରୁ ଆଉ ତାଙ୍କର ବିବିଧ ଦୟା ସକାଶେ ଆମେ ବିନଷ୍ଟ ହେଇନା, କାରଣ ତାଙ୍କର କରୁଣା କେବେ ଶେଷ ହୋଇନାହିଁ। କାରଣ ଆମେ ଦେଖୁଛେ ଏ ବର୍ଷ ଡିସେମ୍ବର ମାସରେ କେତେ ଲୋକ ଚାଲିଗଲେ। ଆମର ପ୍ରାଇମ ମିନିଷ୍ଟର ମନମୋହନ ସିଂ, ପୂର୍ବତନ ପ୍ରାଇମ ମିନିଷ୍ଟର, ତାପରେ କିଶୋର ଦିଗାଲ ପ୍ରଭୁଙ୍କର ବହୁତ ବଡ ଦାସ ଥିଲେ। ଆଉ କେତେ ଲୋକମାନେ ଚାଲିଗଲେ। ଏବେ ସପ୍ତାହ ଭିତରେ ଏରୋପ୍ଲେନରେ 3ଟା ଏରୋପ୍ଲେନ କ୍ରସ ହେଲାଣି। ଆଉ ଆମର କୋରାପୁଟରେ କେତେ ଆକ୍ସିଡେଣ୍ଟ ସବୁ ହଉଛି। କିନ୍ତୁ ପ୍ରଭୁ ତାଙ୍କର ଦୟା ତାଙ୍କର ଅନୁଗ୍ରହ ସକାଶୁ ଆମେ ସମସ୍ତେ ଆଉ ଏଇ ପ୍ରଭାତ ସମୟରେ ମିଳିତ ହେବାକୁ ପାରିଛୁ। ତେଣୁକରି ପ୍ରଭୁଙ୍କର ମହାନ ଆମର ଧନ୍ୟବାଦ। ଆଉ ଏଇ ସମୟରେ ଆମେ ଆଉ କାଲି ବିଶ୍ୱାସ ଚର୍ଚ୍ଚରେ ପ୍ରଚାର କରୁଥିଲା ଯେ ଏଇ ଟାଇମ ପୁଣି ଅଡିଟ କରିବା ଟାଇମ। ଯୋଉ କମ୍ପାନୀ ହଉ ଯୋଉ ଚର୍ଚ୍ଚ ହଉ ଯାହା ହଉ ସେମାନେ ଅଡିଟ କରିବେ ଯେ କୋଉ କମ୍ପାନୀ ଲାଭରେ ଅଛି, ଆଉ କୋଉ ଚର୍ଚ୍ଚ ଲାଭରେ ଅଛି, କୋଉ ପରିବାର ଲାଭରେ ଅଛି, କୋଉ ଦେଶରେ ଲାଭରେ ଅଛି। ତାପରେ ସେମାନେ ଯଦି କଣ ଭୁଲ ଅଛି ସେଟା ତାଙ୍କେ ଠିକ କରିବେ, ଯୋଉଦ୍ୱାରା ସେମାନେ 2025ରେ ଆଉ ବହୁତ ଲାଭବାନ ହେଇପାରିବେ। ତେଣୁକରି ସେ ଆଉ ତା ଥଟ୍ କୁ ହିଁ ଆଜି ବିଚାର କରିବାକୁ ଯିବା। ଫିନିସିଂ ୱେଲ, ଆଉ ଭଲ ଶେଷ। ଆଜିର ମେସେଜର ନାଁ ହଉଛି ଫିନିସିଂ ୱେଲ। କାରଣ ଉପଦେଶକ 7:8 ଲେଖା ଅଛି, କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ବୋଧେ ପ୍ରାର୍ଥନା କରିବା। ପ୍ରଭୁ ତୁମକୁ ଧନ୍ୟବାଦ ଦଉଛୁ, ପ୍ରଶଂସା କରୁଛୁ। ବାପା, ଆମର ଅନ୍ତଃକରଣ ଧ୍ୟାନ, ଆମର ମୁଖର ବାକ୍ୟ ତୁମ ଦୃଷ୍ଟି ସୁଗ୍ରାହୀ। ଆଉ ତୁମର ବ୍ୟବସାୟ ସ୍ନେହକାରୀ ମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି। ଆଉ ତୁମେ କଥାକୁ ଆମେ ଶୁଣିବୁ। ଧନ୍ୟବାଦ ଯୀଶୁଙ୍କ ନାମ ଦେଲୁ, ଆମେ ବାଇବଲରେ ଦେଖିବା ଆଉ ପ୍ରଭୁଙ୍କର ଦାସ ମାନେ କେମିତି ଆରମ୍ଭ କରିଛନ୍ତି ଆଉ ତାଙ୍କର ସମାପ୍ତ କେମିତି। ଆମେ ଜାନୁଆରୀ କେମିତି ଆରମ୍ଭ କଲୁ, ଡିସେମ୍ବର କେମିତି ସମାପ୍ତ କରୁଛୁ। ଯେକୌଣସି ବ୍ୟବସାୟ ହଉ, ମିଶନାରୀ ୱାର୍କ ହଉ, ଚର୍ଚ୍ଚର ସବୁ କାମ ହଉ, ଯାହା ହେଲେ ମଧ୍ୟ ଆମେ ସମାପ୍ତି କେମିତି କରୁ ସେଇଟା ବେଶୀ ଇମ୍ପୋର୍ଟାଣ୍ଟ ଅଟେ। କାରଣ ତାହା ଭଲ ବୋଲି ଲେଖା ଅଛି ବାଇବଲରେ। ଆମେ ଦେଖିବା ପ୍ରଭୁଙ୍କ ଲୋକମାନଙ୍କୁ ଫାଷ୍ଟ ଦେଖିବା ନୋହ, ତାଙ୍କର ଆରମ୍ଭ ଦେଖନ୍ତୁ। ନୋହ 6:9, ନୋହଙ୍କର ବଂଶାବଳୀ ହିଁ ନୋହ ବର୍ତ୍ତମାନ ସମର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ନୋହଙ୍କର ଆରମ୍ଭ ଦେଖନ୍ତୁ। ଆଉ ସେ ଧାର୍ମିକ ଲୋକ। ଆଉ ପ୍ରଭୁଙ୍କର ଇଚ୍ଛା ଯେ ଆମେ ପ୍ରଜାବଂଶ ହଉ, ବହୁବଂଶ ହଉ, ଆଉ ଆମର ଆଉ ଜିନ୍ ଦ୍ୱାରା ହିଁ ପୃଥିବୀ ପବିତ୍ର ହଉ, ପୃଥିବୀ ଧାର୍ମିକ ହଉ। ସେଇଟା ଉଦ୍ଦେଶ୍ୟରେ ପ୍ରଭୁ ପୁରା ଜଗତକୁ ନଷ୍ଟ କରିକି ଧାର୍ମିକକୁ ଆଉ ଧାର୍ମିକ ନୋହକୁ ସେ ରକ୍ଷା କଲେ, ଉଦ୍ଧାର କଲେ। କିନ୍ତୁ ନୋହଙ୍କର ସମାପ୍ତ ଆମେ ଦେଖିବା। ମୁଁ ଆଉ ଫେଲର ମାନଙ୍କର ନାଁ ଆଉ ବାଇବଲ ଦେଖୁଥିଲି, ଆଉ କୋଉମାନେ ଭଲ ସମାପ୍ତ କରିଛନ୍ତି ସେମାନଙ୍କର ମଧ୍ୟ ଆମେ ଆଲୋଚନା କରିବାକୁ ଯିବା। ଆଉ ଆଦି ପୁସ୍ତକ 9ର ଆଉ 21, 20 ଆଉ 21, ଏଠି ତ ନୋହ କୃଷି କର୍ମ
कर निमृत होई द्राक्षारस कले तई से द्राक्षारस पान करी मर्त होई तम मध्य विभस्त हो पड़िले शेष देखु कारण नहंकर विजन थिला दर्शन थिला प्रभुंकर कौन आह्वान करथिले सेटा से बासुरी जाई कृषि कर्म करुछि कारण नहंकर विजन कौन थिला 9:7 लेखा छै तुम माने प्रजावंत और बहुवंश हो आ पृथ्वी को परिपूर्ण करी वर्धिष्ठ हो एटा पाई ही नह को प्रभु रक्षा करथिले तम आह्वान करथिले किंतु नह सिरे से बासुरी जाउछि मैं भी देखुଥିଲି ये जो बेले बेले वाइन शॉप मान को जाए मद दुकान को जाए सुसमाचार प्रचार कर पचार आपंकर जनवरी बेस लाभ होची ना फेब्रुआरी मार्च एप्रिल ना को मास बोले से माने कहते ना आज्ञा डिसेम्बर बहुत लाभ हुए आज्ञा डिसेम्बर कौन पे हसी कहते से भी जाते लोक मैंने तेणुक नहंकर समाप्त देखु विजन को से पासी जाउछि आउ जन को जीवन देखिबा ता होछि विचारकर्ता 13:5 टिके कि पढ़े देबे कि विचारकर्ता 13:5 कारण देखो तुम्हें गर्भवती हो पुत्र प्रसव करिवो और तार मस्तक रे क्षुर लागिवो नाही जेहेतु से बालक गर्भावधि परमेश्वर को उद्देश्य नाशर्य हेबो और से पालेस्टिय मान को हस्तरु इस्राएल को उद्धार करने को आरंभ करिवो सामसन देखो तार आरंभ आउ से नाशर्य लोक पवित्र लोक मातार गर्भर ही किंतु यदि तार समाप्त देखिबा सेते पावरफुल क्रिश्चियन आउ 16:1 लेखा अनंतर सामसन घोषा को जाए सेटा एक बेश्या देखी ता कोति को गला तेन करी 20 लेखा अछि 16 आउ तार से भूल सकाशु तार अभिषेक तार चली गला देखु भल शेष करि पाउनी देखु तेन करी ए टाइम टा हला हमर ऑडिट करबा टाइम कारण आमे घरे फर्स्ट घरे ही प्रयोग करू आमे हम परिवार रे आ मेसेज तैयारी करू आमे फर्स्ट पालन करू तापरे ही चर्च को नेऊ तापरे सोसाइटी को नेऊ फर्स्ट हम घरे प्रैक्टिकल रे एटा हम व्यवहार करता एबे आमे डिस्कशन करथुलु आ ए जगत पुनी इंस्टेंट संगे संगे ही जिबार अछि कोन बनेगा करोड़पति संगे संगे ब्लेसिंग पाइबे जिबार अछि संगे संगे आशीर्वाद पाइ जिबार अछि लिफ्ट रो दुनिया एबे चली गले तनु हम पिला ने बहुत इंटरनेट नेट आ विभिन्न प्रकार सोशल मीडिया रोचंदी तेणुक संगे संगे से मनोवांछा पूर्ण हो सागे संगे संगे बड़ लोक हो लिफ्ट उठा चेष्टा कर सामसन भया हमको प्रभु आत्मिक भाव आरंभ कर समाप्त केमी आम स्टेप बाय स्टेप आम आजिकल देखा जाऊ आ सबुठारु आम एजुकेशन को बहुत बड़ बोली भावुँ ये जगतर धन संपत्ति एटा बड़ बोली भावुँ किंतु पेशेंस आज लोक मान ना साहस धैर्य अनुभूति देखा जाऊनी आजकल लोक मान तेणुक आम फेल हो जाऊँ आम आग को बढ़ी पारुनु शक्तियुक्त हो पारुनु बलिष्ठ हो पारुनु आ समाप्त देखु केते लज्जार कथा आजिकल मत बहुत दुख लगुच
सोशल मीडिया आसवा द्वारा केते प्रभुंकर दास मैंने बाइबल पर छिड़ा होचंती प्रभु को अस्वीकार कर दउछंती आ विभिन्न प्रकार आगुर कम मिशनरी मैंने आसथिले आम देश आम गजपति आसथिले दीटा ही साहेब कि प्रभावित कर लोक मान कि शक्ति सहित से काम कर आज देखो चर्च माने केमती कम मिशनरी माने कम पास्टर माने थिले प्रभुंकर दास माने थिले किंतु ए जगत को ओलट पालट कलिया भले पावरफुल मिनिस्ट्री करथिले सेवा कार्य हमर कोरापुट मध्य आ पाउल आ बोट आसिथिले देखो जर्मन कि सेवा कार्य करछन से माने कि पावरफुल सेवा कार्य करछन किंतु सेटा आज कोट लक्ष लक्ष कोटि कोटि लोक माने आज सेमती सेवा कार्य देखा जाउनी तेणुक टिके आम जांच करवा सामसन शेष देख शेष किसी भल कर सोलोमन कथा हम चिंता करवा प्रथम राजा बड़ी भौणी टी पढ़ीदेवे 4:30 प्रथम राजा बड़ी 4:30 पूर्वदेशीय मिस्रीय समस्त लोकंकर समुदाय ज्ञान अपेक्षा सोलोमनकर ज्ञान अधिक हैला सोलोमन रो विजन थिला कोन तांकर विजन थिला लेखा अछि से ईश्वरक राज्य वृद्धि करू एते प्रभु ताको ज्ञान देथिले बुद्धि देथिले ज्ञान माध्यम रे जगत को लाभ करू इस्राएल मन को विचार करू किंतु से ज्ञान को देखो से केमती समाप्त करूची भौणी टिके पढ़ी देवे प्रथम राजा बली 11:1-2-3 सोलोमन राजा फारोर कन्या छड़ा मोयाबीय आमोन्य एदोमिय सिदोनिय और हित्य अनेक विदेशी स्त्री मान को प्रेम कले ए गोष्ठी मानकर विषय सदा प्रभु इस्राएल संतान मान को कहिले तुम्हें माने सेमान को मध्य को जीव नहीं कि से तुम मध्य को आसबे नहीं कारण से निश्चय आपण देवगुण प्रति तुम मन को विपथगामी करेंगे सोलोमन एमान प्रति प्रेम रे आसक्त हेले 700 पत्नी और 300 उपपत्नी हेले और पत्नी माने मन को विपथगामी कले भौणी 5 और 70 पढ़ु 5-6-7 मात्र सोलोमन सिदोनिय मानकर देवी अष्टारथ और अमन्य मानकर घृण्य योग्य मिलकम रो पश्चातगामी हेले तो सोलोमन जेरुसालेम सम्मुखस्थ पर्वत रे मोयाबर घृणा योग्य कामस निमंते और आमन संतान गणर घृणा योग्य मोलोक निमंते उच्चस्थली निर्माण कले देखो शेष डिसेम्बर आसला बेले आम कि प्रकार शेष करूँ काली मत बहुत भल लगुला आमर रांधारे आज्ञा जीशु को देखला परे अन्य रास्ता दे चली जाउछंती बहुत बढ़िया वंडरफुल मेसेज थिला और हेरो राजा पाखु से माने जाउ ना आज के आमे देखिबा देखुछो बड़ बड़ भविष्य विलियम प्रथम भविष्य कथा कहे कि तार शेष किसी भल ना गथता को टीचिंग दउछ एंदी बहुत विषय सब लिखा अछि किछि लोक माने भल सेवा कार्य करछंती ए वर्ष अब्राहम देखंतु तार आरंभ पूरा पूर कि तार शेष देखंतु से महापिता तापरे जोसेफ देखंतु आरंभ बहुत पूर 20 रुपये मुद्रा रे आरंभ कले से अमृतसर को पड़े किंतु तार शेष देखो ते पढ़िबा कि 37 रो आदि पुस्तक 37 रो 41 आ 42-43 टी पढ़ि दे पुणी अनंतर से जोसेफंकर अंगरखा घेनी गोटे छाग मारी ताहार रक्त रे ता बुड़ाइले
ଆଉ ସେମାନେ ଆପଣା ପିତା ନିକଟକୁ ସେହି ନାନା ବର୍ଣ୍ଣର ଅଙ୍ଗରଖା ପଠାଇ ଦେଇ କହିଲେ, ଆମେ ଏତିକି ମାତ୍ର ପାଇଲୁ, ଏହା ତୁମ୍ଭ ପୁତ୍ରର ଅଙ୍ଗରଖା କି ନାହିଁ ଚିହ୍ନ। ତ ସେ ତାହା ଚିହ୍ନି କହିଲେ, ଏ ଅଙ୍ଗରଖା ତମ ପୁତ୍ରର କୌଣସି ହିଂସ୍ର ଜନ୍ତୁ କିନ୍ତୁ ତାହାକୁ ଖାଇ ପକାଇଅଛି। ଯୋସେଫ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି। ତହୁ ଯାକୁବ ଆପଣା ବସ୍ତ୍ର ଚିରି କଟି ଦେଶରେ ଅକା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ। ଅନନ୍ତର ତାହାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କର ସନ୍ତାନ କରିବାକୁ ଯତ୍ନ କଲେ, ମାତ୍ର ସେ ମାନିଲେ ନାହିଁ। ପୁଣି ସେ କହିଲେ, ମୁଁ ଶୋକ କରୁ କରୁ ପୁତ୍ର କବର ନିକଟକୁ ଅଧୋଗମନ କରିବି। ଏହି ପ୍ରକାର ତାହାର ପିତା ତା ନିମନ୍ତେ ରୋଦନ କଲେ। ଏଥିମଧ୍ୟରେ ସେହି ମିଦୁନୀୟମାନେ ମିଶ୍ର ଦେଶରେ ଫଟିଫର ନାମକ ଫାରୋର ଭୃତ୍ୟ ଅର୍ଥାତ୍ ରକ୍ଷକ ସେନାପତି କି ଯୋସେଫକୁ ବିକ୍ରୟ କଲେ। ତାର ଆରମ୍ଭ ଦେଖ, କିନ୍ତୁ ଶେଷ ଟିକେ ପଢିବା। ଆଉ 45 ର ଆଦି ପୁସ୍ତକ 45 ର ଆଉ କେତେ ଭଉଣୀ ପଢିଲେ ଆପଣ? ଆଉ ପଢିବା 41 ର ଆଉ 41, 42, 43 ଟିକେ ପଢନ୍ତୁ। ଫାରୋ ଯୋସେଫଙ୍କୁ ଆହୁରି କହିଲେ, ଦେଖ, ଆମେ ତୁମକୁ ସମୁଦାୟ ମିଶ୍ର ଦେଶ ଉପରେ ନିଯୁକ୍ତ କଲୁ। ଅନନ୍ତର ଫାରୋ ଆପଣା ହସ୍ତରୁ ନିଜର ସନ୍ତକ ଅଙ୍ଗୁରୀୟ କାଢି ଯୋସେଫଙ୍କର ହସ୍ତରେ ଦେଇ ତାହାଙ୍କୁ ସୂକ୍ଷ୍ମ ବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ। ପୁଣି ତାଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କ ଆଗେ ଆଗେ ଅବ୍ରେକ ଆଣ୍ଠୁପାତ ବୋଲି ଘୋଷଣା କଲେ। ଏହି ପ୍ରକାର ସେ ତାଙ୍କୁ ସମସ୍ତ ମିଶ୍ର ଦେଶ ଉପରେ ନିଯୁକ୍ତ କଲେ। ଦେଖନ୍ତୁ ସମସ୍ତଙ୍କର ଆରମ୍ଭ। ତାପରେ ଆମର ସାଉଲଙ୍କର ସେ ପାଉଲ ହେଲା ପୁର ବିଗିନିଂ, କିନ୍ତୁ ତାର ସମାପ୍ତି ଦେଖନ୍ତୁ ପୁରା ଆଶ୍ଚର୍ଯ୍ୟଜନକ। ଆଉ ସମସ୍ତେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ମଧ୍ୟ ଆରମ୍ଭ ଦେଖନ୍ତୁ ଗୁହାଳ କୁଣ୍ଡରୁ। କିନ୍ତୁ ଯେଉଁ ବ୍ୟକ୍ତି ଲେଖିନାହାନ୍ତି ଗୋଟିଏ ହେଲେ ଧାଡି, ତାଙ୍କୁ ନେଇ ରଚିତ ଅସଂଖ୍ୟ ପୁସ୍ତକ, କୌଣସି ବିଦ୍ୟାଳୟର ଦ୍ୱାର ମାଡ଼ି ନଥିଲେ ସୁଦ୍ଧା ତାଙ୍କ ନାମରେ ଗଢ଼ି ଅଛି ଅସଂଖ୍ୟ ପରମାର୍ଥିକ ବିଦ୍ୟାଳୟ, ମହାବିଦ୍ୟାଳୟ, ଯାହାଙ୍କର ଯାତ୍ରା ନିଜ ଜନ୍ମସ୍ଥାନ ଗୁହାଳ ମଧ୍ୟରେ ଆଉ ସୀମିତ ଥିଲା। ତାହାଙ୍କ ନିମନ୍ତେ ଅସଂଖ୍ୟ ବ୍ୟକ୍ତି ଆଜି ବି ଯାତ୍ରା ଜାରି ରଖିଛନ୍ତି। ବିଶ୍ୱ ଯାତ୍ରା, ଯାହାଙ୍କର ପରିବାର କି ଘରକୁ ପରିବାର ନଥିଲା, ତାହାଙ୍କୁ ତଥାପି ଅସଂଖ୍ୟ ତାହାଙ୍କର ପଶ୍ଚାଦଗାମୀ ହେଲେ। ଦେଖନ୍ତୁ ଯୀଶୁଙ୍କର ବିଗିନିଂ ଦେଖନ୍ତୁ, ପୁର ବିଗିନିଂ, କିନ୍ତୁ ତାଙ୍କର ଶେଷ ଦେଖନ୍ତୁ। ଆଉ ତେଣୁକରି ଆଉ ଆମେ ଆଜି ଡିସିସନ ନେବା, ଆଉ ଟିକେ ଅଡିଟ କରିବା, ଆମେ 2025 ଏମିତି ସକ୍ସେସଫୁଲ ସେବା କାର୍ଯ୍ୟ କରିପାରିବା, ଯୋଉ ଦ୍ୱାରା ପ୍ରଭୁଙ୍କର ମହିମା ହେବ। ନହଙ୍କୁ ତାର ସେ ଭିଜନକୁ ପାସରିଗଲା। ତେଣୁକରି କେତେ ଅସୁବିଧା ହେଇଛି ଦେଖନ୍ତୁ। ସୋଲୋମନଙ୍କର ଭିଜନକୁ ସେ ପାସରିଗଲା। ସାମସନ ମଧ୍ୟ ଏତେ ଶକ୍ତିଯୁକ୍ତ ଲୋକ, କିନ୍ତୁ ଶେଷ ଦେଖନ୍ତୁ। କିନ୍ତୁ ଆମେ ପାଉଲଙ୍କ ଭଳିଆ ଡିସିସନ ନେବା। ପାଉଲ ଦେଖନ୍ତୁ କେମିତି ସେ ଡିସିସନ, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରୁଅଛି, ଏମିତି ଲେଖା ଅଛି। ଆଉ 2 ତିମୋଥୀ 4:7-8, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରୁଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡୁଅଛି, ମୁଁ ବିଶ୍ୱାସ ରକ୍ଷା କରୁଅଛି, ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମତେ ଦେବେ। ପୁଣି କେବଳ ମତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନ ପ୍ରିୟଗାନ କରିଥିଲେ ସମସ୍ତଙ୍କୁ ସେ ଦେବେ। ଆଉ ସେ ଷ୍ଟେଟମେଣ୍ଟ ଆଜି ଦେବାକୁ ଚାହୁଁଛି, ଏନକରେଜ କରୁଛି। ବଳବାନ ହେବା, ଶକ୍ତିଯୁକ୍ତ ହେବା, କାହାକୁ ଭୟ କରିବାନି, ସବୁବେଳେ ପଜିଟିଭ ଥିଙ୍କିଂ କରିବା। ପ୍ରଭୁ ଆମକୁ କେତେ ଆଶୀର୍ବାଦ କରିଛନ୍ତି, କେତେ ଅନୁଗ୍ରହ କରିଛନ୍ତି, ଯଦି ଆମେ ବର୍ଣ୍ଣନା କରିବା
ଖାତା ସରିଯିବ ସେତେ ବ୍ଲେସିଂ କରିଛନ୍ତି, ସେତେ ଅନୁଗ୍ରହ କରିଛନ୍ତି ଆମକୁ ଏ ବର୍ଷ। ତେଣୁକରି ଆମେ ଜିଲ୍ ଫର ଗଡ୍ ହେବା, ଯୀଶୁଙ୍କୁ ଅସ୍ୱୀକାର କରିବାନି କେବେ। ମୋ ଜୀବନ ବହୁତ ତାଡ଼ନା ଆସେ, କିନ୍ତୁ ସେଇଟା ଆମେ ଖାତର କରୁନୁ, କାରଣ ସେ ଉଦ୍ଧାରର ପଥ ମଧ୍ୟ ରଖାନ୍ତି। ଆଉ ନିଶ୍ଚୟ ଦିନେ ଆମ ଦେଶ ଆଣ୍ଠୁ ପାତିବ, ପ୍ରତ୍ୟେକ ଆଣ୍ଠୁ ନତବ, ପ୍ରତ୍ୟେକ ଯିବା ସ୍ୱୀକାର କରିବ ଯେ ପ୍ରଭୁ ଯୀଶୁ ଆଉ ତ୍ରାଣକର୍ତ୍ତା ଅଟନ୍ତି। ମୁଁ ଦେଖୁଥିଲି ଆମର ପ୍ରାଇମ ମିନିଷ୍ଟର, ସେ ରୋମାନ କାଥଲିକ ହଉ କଣ ହଉ, କିନ୍ତୁ ନତମସ୍ତକ କରୁଥିଲା, ନିଶ୍ଚୟ ମୁଣ୍ଡ ଲୁଆଉଥିଲା ଏ ବର୍ଷ, ତାଙ୍କ ପ୍ରଣାମ କରାର ଦେଖୁଥିଲି। କିନ୍ତୁ ଆମ ଦେଶ ବି ଦିନେ ପ୍ରଣାମ କରିବ ଯୀଶୁଙ୍କୁ, କାରଣ ଯୀଶୁ ଏତେ, ତାଙ୍କଠାରୁ ଆମେ ଶିଖିବା। ସେ କହୁଛନ୍ତି ହେ ପରିଶାନ୍ତ ଭାରଗ୍ରସ୍ତ, ମୋ ନିକଟକୁ ଆସୁ, ମୋ ନିକଟରୁ ଶିଖ। ଆଉ ସେତେ ସର୍ବଶକ୍ତିମାନ ଈଶ୍ୱରଙ୍କର ଆମେ ସେବା କରୁଛୁ, ତେଣୁକରି ଆମେ ଭଲ ଶେଷ କରିବା, ପ୍ରାର୍ଥନା ସହିତ ଶେଷ କରିବା। ଏମାନେ ଶରୀରରେ ଆରମ୍ଭ ନା ଆତ୍ମାରେ ଆରମ୍ଭ କରି ଶରୀରରେ ଶେଷ କଲେ, କିନ୍ତୁ ଆମେ ଶରୀରରେ ଆରମ୍ଭ କରୁଛୁ, ଆତ୍ମାରେ ଶେଷ କରିବା। ପବିତ୍ର ଆତ୍ମା ପୂର୍ଣ୍ଣ ସେବା କାର୍ଯ୍ୟ କରେ, ଯୋଉଦ୍ୱାରା ଆଉ ପ୍ରଭୁ ବହୁତ ଆମକୁ ଆଶୀର୍ବାଦ କରିବେ, ଅନୁଗ୍ରହ କରିବେ। ଆଉ ଏ ବାକ୍ୟ ଦେଇ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ମୋତେ ପ୍ରାର୍ଥନା କରେ, ପ୍ରଭୁ ଧନ୍ୟବାଦ ଦଉଛି ବାପା, ତୁମେ ଯୀଶୁଙ୍କୁ କହିଲ ବଳବାନ ହୋ, ସାହସିକ ହୋ ବାପା, ଆଉ ତୁମେ ତାକୁ ସକ୍ସେସଫୁଲ ଲାଇଫ ଦେଇଥିଲ ଯୀଶୁ ବାପା, ଆଉ ତାକୁ ଏତେ ପ୍ରକାର ଅଭିଷେକ ଦେଇଥିଲ, ତାର ତଳିପା ଯୋଉଠି ପଡିଥିଲା ତାର ସେଇଟା ହଉଥିଲା। ପ୍ରଭୁ ଆମ ସେବା କାର୍ଯ୍ୟ ମଧ୍ୟ ସେ ୱେଲ ଫିନିସିଂ ହେଇପାରିବ, ଭଲ ଶେଷ କରିପାରିବ ଯୀଶୁ ବାପା, ସେ ପ୍ରକାର ଦୟା କର। ଆଉ ଯେତେ ଲୋକମାନେ ଆଜି ପାର୍ଟିସିପେଟ କରୁଛନ୍ତି ସମସ୍ତଙ୍କ ଜୀବନରେ ପ୍ରଭୁ ଧୈର୍ଯ୍ୟ ସହିତ, ସାହସର ସହିତ ସେବା କାର୍ଯ୍ୟ କରିବା ପାଇଁ ସାହାଯ୍ୟ କର। ଧନ୍ୟବାଦ ଯୀଶୁଙ୍କ ନାମ ମାଗିଲୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ। Amen. Praise the Lord. Hallelujah.